ମାସ 5 ତାରିଖ ବୁଧବାର। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମାତ୍ର କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଅନ୍ କରି ରଖନ୍ତୁ ଏମିତି ପ୍ରତିଦିନ ନୂଆ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମେ ବଢ଼ିବ ଭୁବନେଶ୍ୱର ମହାନଗର ନିଗମର ପରିସର। ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି ଗାଁ ମିଶିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା। ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଳ ରଣା କହିଛନ୍ତି। ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି ଗାଁ ବିଏମ୍ସିରେ ସାମିଲ ହୋଇପାରନ୍ତି। କେତେ ଏରିଆ ଯୋଡ଼ି ହେବ, ମେଣ୍ଟେନାନ୍ସ ଓ ସର୍ଭିସ ପାଇଁ କେତେ ଖର୍ଚ୍ଚ ହେବ ତାକୁ ନେଇ ବୈଠକ ହେବ। ବିଏମ୍ସି ପକ୍ଷରୁ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନିଗମର ନିଗମ କମିଶନର ଚଞ୍ଚଳ ରଣା। ସେହିଭଳି ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି 3 ୱାର୍ଡକୁ ବ୍ୟାପକ କରାଯିବ। ଆଗକୁ ଆହୁରି ନୂଆ 3 ୱାର୍ଡକୁ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଗତ 2022ରେ 3 ଜୋନ୍କୁ 6 ଜୋନ୍ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମ୍ସି। ଏହାକୁ ଅନୁମୋଦନ କରି ମିଳିଛି ସମୟ ସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢ଼ାଇବା ଲାଗି ବ୍ୟବସ୍ଥା କରାଯାଇଛି। ସରକାରଙ୍କୁ ଏନେଇ ଅବଗତ କରାଯାଇଛି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍ସି କମିଶନର କହିଛନ୍ତି। ପରବର୍ତ୍ତୀ ଖବର ଗୁଗୁଲ କଲା ୱାର୍ଣ୍ଣିଂ। ଏମିତି ମେସେଜ ଆସିଲେ ତୁରନ୍ତ କରନ୍ତୁ ଡିଲିଟ୍, ନଚେତ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି। ଆଲର୍ଟ କଲା ଗୁଗୁଲ। ଆଣ୍ଡ୍ରଏଡ୍ ଏବଂ ଆଇଫୋନ ଉଭୟ ବ୍ୟବହାରକାରୀଙ୍କୁ ଏକ ବଡ଼ ଚେତାବନୀ ଜାରି କରିଛି ଗୁଗୁଲ, ଯେଉଁଥିରେ କୁହାଯାଇଛି ଯେ ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ସ୍ପାମ୍ ମେସେଜ ସର୍କୁଲେଟ ହେଉଛି। ଗୁଗୁଲ ୟୁଜର୍ସଙ୍କୁ ଏହି ମେସେଜ ଗୁଡ଼ିକୁ ତୁରନ୍ତ ଡିଲିଟ୍ କରିବାକୁ ଚେତାବନୀ ଦେଇଛି, ନଚେତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ ବୋଲି କହିଛି। ଗୁଗୁଲ ୟୁଜର୍ସଙ୍କୁ ଏହି ସ୍ପାମ୍ ମେସେଜ ଗୁଡ଼ିକୁ ତୁରନ୍ତ ଡିଲିଟ୍ କରିବାକୁ ସତର୍କ କରିଛି। ବିଶେଷ କରି ଚୀନ ସାଇବର ଅପରାଧୀଙ୍କଠାରୁ ଆସୁଥିବା ମେସେଜ ଗୁଡ଼ିକ ହେଲା, ଆପଣଙ୍କର ଟୋଲ୍ ବିନା ପେମେଣ୍ଟରେ କାଟି ଦିଆଯାଇଛି, ଆପଣଙ୍କର ପ୍ୟାକେଜ ଡେଲିଭର ହୋଇପାରୁନାହିଁ, ଆପଣଙ୍କର ପ୍ୟାକେଜ କଷ୍ଟମ୍ସ ଡିପାର୍ଟମେଣ୍ଟରେ ଫସି ରହିଛି, ଏହାକୁ କ୍ଲେମ୍ କରିବା ପାଇଁ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ, ଆପଣଙ୍କର ରିଫଣ୍ଡ କ୍ଲେମ୍ କରିବା ପାଇଁ ତୁରନ୍ତ ଏଠାରେ କ୍ଲିକ୍ କରନ୍ତୁ। ବ୍ୟାଙ୍କ ଆକାଉଣ୍ଟ ହ୍ୟାଙ୍ଗ କିପରି ହୁଏ? ଏହି ମେସେଜ ଗୁଡ଼ିକରେ ସନ୍ଦେହଜନକ ଲିଙ୍କ ଥାଏ ଏବଂ ବ୍ୟବହାରକାରୀମାନେ ଏହି ଠକେଇ ଲିଙ୍କ ଗୁଡ଼ିକରେ କ୍ଲିକ୍ କରିବା ମାତ୍ରେ ହ୍ୟାକର୍ସମାନେ ସେମାନଙ୍କର ଡିଭାଇସରୁ ବ୍ୟାଙ୍କିଂ ବିବରଣୀ, ବ୍ୟକ୍ତିଗତ ତଥ୍ୟ, ସ୍ଥାନ ସୂଚନା ଏବଂ ପାସୱାର୍ଡ ଚୋରି କରି ନିଅନ୍ତି। ହ୍ୟାକର୍ସମାନେ ଏହି ସୂଚନା ପାଇବା ପରେ ସେମାନେ ଆପଣଙ୍କ ଆକାଉଣ୍ଟ ଖାଲି କରିବା ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ବ୍ୟବହାର କରନ୍ତି। ଏହି ସ୍କାମର ମାନେ ନିଜକୁ ଲୁଚାଇବା ପାଇଁ ବିବରଣୀ, ସିମ୍ କାର୍ଡ ବ୍ୟବହାର କରନ୍ତି ଏବଂ ଯଦିଓ ସେମାନଙ୍କର ସିମ୍ ବ୍ଲକ୍ ହୋଇଯାଏ, ନୂତନ ନମ୍ବର ତୁରନ୍ତ ସକ୍ରିୟ ହୋଇଥାଏ। କେଉଁ ଫୋନରେ ସର୍ବାଧିକ ସିକ୍ୟୁରିଟି ଅପସନ୍ ଅଛି? ଗୁଗୁଲ ପେଲ୍ ସବୁଠାରୁ ଶକ୍ତିଶାଳୀ ସ୍ପାମ୍ ପ୍ରୋଟେକ୍ସନ ସହିତ ଆସିଥାଏ। ସାମସଙ୍ଗ ଏବଂ ଅନ୍ୟାନ୍ୟ ଆଣ୍ଡ୍ରଏଡ୍ ଡିଭାଇସ୍ ଟିକେ କମ୍ ସୁରକ୍ଷା ପ୍ରଦାନ କରେ। ଆଇଫୋନ ଏହାର ମଡେଲ ଉପରେ ନିର୍ଭର କରି ବିଭିନ୍ନ ସ୍ତରର ସୁରକ୍ଷା ପ୍ରଦାନ କରେ। ତଥାପି ଆଜିର ସମୟରେ ଆପଣଙ୍କ ଡିଭାଇସ୍ ସ୍ପାମରୁ ସମ୍ପୂର୍ଣ୍ଣ ସୁରକ୍ଷିତ କି ନୁହେଁ ଏହା କହିବା କଷ୍ଟକର। ପରବର୍ତ୍ତୀ ଖବର ବୋର୍ଡ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି 17 ମାସରେ 14 ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଅଭିଯୋଗ ଶୁଣାଣି ଫଇସଲା ହାର ରେକର୍ଡ ପରିମାଣ 93% ରହିଛି। ହେଲେ ଏହି ହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୁଷ୍ଟ ରହିଛି। ଏହି ହାରକୁ କିଭଳି 100% କରାଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଅକ୍ଟୋବର 29ରେ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ 2024 ଜୁଲାଇ 1ରେ ପ୍ରଥମ ଜନ ଅଭିଯୋଗ ସାକ୍ଷାତରେ ନେଇଥିଲେ, ଯେଉଁଥିରେ କି ସିଧାସଳଖ 1000 ଆବେଦନ ଗ୍ରହଣ କରାଯାଇଥିଲା। ଅଦ୍ୟାବଧି ମୁଖ୍ୟମନ୍ତ୍ରୀ 14 ଥର ଜନ ଅଭିଯୋଗ ଶୁଣାଣି କରି 12,950 ଅଭିଯୋଗ ଗ୍ରହଣ କରିଛନ୍ତି। ଉକ୍ତ ଦିନର 99% ଅଭିଯୋଗର ସମାଧାନ ହୋଇଥିଲେ ବି 9ଟିର କାହିଁକି ସମାଧାନ ହୋଇନାହିଁ ତାହା ବୁଝା ପଡୁନାହିଁ, ଯାହାକି ମାତ୍ର ଫଇସଲା ହାର 80% ରହିଛି। ଜୁଲାଇ 28ରେ 736ରୁ 543ଟିର ଫଇସଲା ହୋଇଥିବା ବେଳେ 193ଟି ବକେୟା ରହିଛି। ଅଗଷ୍ଟ 11ରେ ଶେଷ ଥର ପାଇଁ ହୋଇଥିବା ଅଭିଯୋଗ ଶୁଣାଣିରେ 698ରୁ ମାତ୍ର
34ଟିର ଶୁଣାଣି ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ତେଣୁ ତୁରନ୍ତ ବକେୟା ଥିବା ଅଭିଯୋଗର ଫଇସଲା କରି 15 ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ସୁରେନ୍ଦ୍ର କୁମାର ପତ୍ରରେ ଦର୍ଶାଇଛନ୍ତି। ପରବର୍ତ୍ତୀ ଖବର, ନଭେମ୍ବର 15ରୁ ମକ୍ ଜନଗଣନା। 4ଟି ସ୍ଥାନରେ ହେବ 170 ଅଧିକାରୀ ନିୟୋଜିତ ହେବେ। 2026 ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ 2027 ଫେବୃଆରୀ 1ରୁ 28 ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର 15ରୁ 30 ପର୍ଯ୍ୟନ୍ତ ମକ୍ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ ଚାହିଁବେ ଜନଗଣନା ୱେବସାଇଟକୁ ଯାଇ ତଥ୍ୟ ଦେଇପାରିବେ। ସେହିପରି ଏଥର ଜନଗଣନା ପ୍ରସ୍ତୁତି ନେଇ ସେ କହିଛନ୍ତି ଯେ ଜନଗଣନାରେ ପ୍ରାୟ 1 ଲକ୍ଷ ଏନୁମେରେଟରଙ୍କୁ ସାମିଲ କରାଯିବ। ଏଥିରେ କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ସାମିଲ କରାଯିବ। ତାଙ୍କୁ ସୁପରଭାଇଜ କରିବାକୁ ହାଇସ୍କୁଲ ଶିକ୍ଷକ ରହିବେ। ସମସ୍ତଙ୍କୁ ସ୍ମାର୍ଟଫୋନ ବ୍ୟବହାର କରି ଆପ୍ ମାଧ୍ୟମରେ ସମସ୍ତ ତଥ୍ୟ ଅପଲୋଡ କରିବାକୁ ହେବ। ସେମାନଙ୍କୁ ଅତିରିକ୍ତ ପାରିଶ୍ରମିକ ମିଳିବ। ଏଥିପାଇଁ ଆମକୁ ଅର୍ଥ ମିଳିସାରିଛି। 2026 ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରୁ କେଉଁ 45 ଦିନ ଆମ ରାଜ୍ୟରେ ଜନଗଣନା ହେବ ତାହା ରାଜ୍ୟ ସରକାର ସ୍ଥିର କରିବେ। 2027 ଫେବୃଆରୀ 1ରୁ 28 ପର୍ଯ୍ୟନ୍ତ ସାରା ଦେଶରେ ଏକସଙ୍ଗେ ଜନଗଣତି ହେବ। ସମସ୍ତ ପ୍ରକ୍ରିୟା ସରିଲେ ଆମେ ଯଥାସମ୍ଭବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଦେବୁ। ପରବର୍ତ୍ତୀ ଖବର, କମିଲା ସୁନା ଏବଂ ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜି ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନା 1,22,460 ଟଙ୍କା ରହିଛି। ସେହିପରି 22 କ୍ୟାରେଟ ସୁନା ଦର 1,12,250 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1,22,460 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,12,250 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ ମୂଲ୍ୟ 1,22,460 ଟଙ୍କା ଓ 22 କ୍ୟାରେଟ ମୂଲ୍ୟ 1,12,250 ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର କଲିକତାରେ ଯଥାକ୍ରମେ 1,22,460 ଟଙ୍କା ଓ 1,12,250 ଟଙ୍କା ରହିଛି। ରୂପା ମୂଲ୍ୟ କିଲୋ ପିଛା 1,51,000 ଟଙ୍କା ହୋଇଛି। ପରବର୍ତ୍ତୀ ଖବର, ମହିଳାଙ୍କୁ 30,000, କୃଷକଙ୍କୁ ବୋନସ ସହ ମିଳିବ ମାଗଣା ବିଜୁଳି। ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ତାଙ୍କ ସରକାର ଗଠନ ହୁଏ ତେବେ ମକର ସଂକ୍ରାନ୍ତିରେ ମାଇଁ ବେହେନ ଯୋଜନା ଅଧୀନରେ ପ୍ରତିବର୍ଷ 30,000 ଟଙ୍କା ମହିଳାଙ୍କ ଆକାଉଣ୍ଟରେ ଜମା କରାଯିବ। ସେ କହିଛନ୍ତି ଯେ ଏହି ରାଶି ସିଧାସଳଖ ମହିଳାମାନଙ୍କ ଆକାଉଣ୍ଟରେ ଯିବ ଯାହାଦ୍ୱାରା ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯିବ। ତେଜସ୍ୱୀ ଯାଦବ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସମସ୍ତ ଜୀବିକା ଦିଦି ଏବଂ ଅନ୍ୟ ମହିଳା କର୍ମୀଙ୍କୁ ସ୍ଥାୟୀ କରାଯିବ ଏବଂ ସେମାନଙ୍କର ସମ୍ମାନ 30,000 ଟଙ୍କାରୁ ବୃଦ୍ଧି କରାଯିବ। ସେମାନଙ୍କୁ ପ୍ରତି ମାସରେ 2,000 ଟଙ୍କା ଏବଂ 5 ଲକ୍ଷ ଟଙ୍କାର ବୀମା କଭରେଜ ମଧ୍ୟ ଦିଆଯିବ। ତେଜସ୍ୱୀ ଚାଷୀଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଧାନ ପାଇଁ MSP ଠାରୁ 300 ଟଙ୍କା ଏବଂ ଗହମ ପାଇଁ MSP ଠାରୁ 400 ଟଙ୍କା ଅଧିକ ବୋନସ ଦିଆଯିବ। ଚାଷୀମାନଙ୍କୁ ଚାଷ ପାଇଁ ମାଗଣା ବିଦ୍ୟୁତ ମଧ୍ୟ ଯୋଗାଇ ଦିଆଯିବ। ବିଦ୍ୟୁତ ପାଇଁ ଚାଷୀମାନଙ୍କ ଠାରୁ ପ୍ରତି ୟୁନିଟ 55 ପଇସା ଆଦାୟ କରନ୍ତି, ଯାହାକୁ ସେ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଏ ଘୋଷଣା। ଯୁବ ଖେଳାଳିଙ୍କ ନାଁ ସାମିଲ ଏହି ଦିନ ଭାରତ ପାକିସ୍ତାନ ମ୍ୟାଚ୍। ଭାରତ ନିକଟରେ ଏସିଆ କପ୍ 2025 ଜିତି ଇତିହାସ ରଚିଛି। କିନ୍ତୁ ଏବେ ଟିମ୍ ଇଣ୍ଡିଆ ଆଉ ଏକ ଏସୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ। ACC ଏବଂ PCB ସଭାପତି ଏ ପର୍ଯ୍ୟନ୍ତ ପୂର୍ବ ଏସିଆ କପ୍ ଟ୍ରଫି ଭାରତକୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରିନାହାନ୍ତି। ତଥାପି କ୍ରିକେଟ ପ୍ରେମୀଙ୍କ ପାଇଁ ଆଉ ଏକ ବଡ଼ ଖବର ଆସିଛି। ରାଇଜିଂ ଷ୍ଟାର ଏସିଆ କପ୍ ଉଦୀୟମାନ ଏସୀୟ ଖେଳାଳିଙ୍କ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ବିବେଚନା କରାଯାଏ। ଏଥର ଭାରତୀୟ ଦଳରେ ଅନେକ ଯୁବ ନାମ ସାମିଲ କରାଯାଇଛି। BCCI ଆଶା କରୁଛି ଯେ ଏହି ଖେଳାଳିମାନେ ଭବିଷ୍ୟତରେ ସିନିୟର ଦଳର ଅଂଶ ହୋଇପାରିବେ। ପ୍ରଶଂସକଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଯାହା ନଭେମ୍ବର 17 ତାରିଖରେ ଦୋହାରେ ଖେଳାଯିବ। ପରବର୍ତ୍ତୀ ଖବର, ପୁରୁଣା ପେନସନ ଯୋଜନା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରକାରଙ୍କ ମତ ସ୍ପଷ୍ଟ, ଜାଣନ୍ତୁ କ'ଣ ରହିଛି ନୂଆ ବିକଳ୍ପ। ଜାନୁଆରୀ 2004ରେ କେନ୍ଦ୍ର ସରକାର ପୁରୁଣା ପେନସନ ଯୋଜନାକୁ ଉଚ୍ଛେଦ କରି ଜାତୀୟ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ଏହା ଏକ ଆବେଦନକାରୀ ବ୍ୟବସ୍ଥା ଯେଉଁଥିରେ କର୍ମଚାରୀ ଏବଂ ସରକାର ଉଭୟ ସେମାନଙ୍କ ଦରମାର ଏକ ଅଂଶ
ଯୋଗଦାନ କରନ୍ତି। କିନ୍ତୁ OPS ଅଧୀନରେ ସମ୍ପୂର୍ଣ୍ଣ ପେନ୍ସନ୍ ସରକାର ପ୍ରଦାନ କରୁଥିଲେ, ଯାହା ଅବଦାନହୀନ ଏବଂ ଗ୍ୟାରେଣ୍ଟି ଥିଲା। ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ OPS ସରକାରଙ୍କ ପାଇଁ କ୍ରମଶଃ ବୋଝ ହୋଇଗଲା। 21 ବର୍ଷ ପରେ କର୍ମଚାରୀଙ୍କ ଚାହିଦା ବୃଦ୍ଧି ପାଇବା ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ UPS ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା NPS ଏବଂ OPS ଉଭୟର ବୈଶିଷ୍ଟ୍ୟଗୁଡ଼ିକୁ ମିଶ୍ରଣ କରାଯାଏ, ଯାହା UPSରେ ଅବଦାନ ବାଧ୍ୟତାମୂଳକ ହେବ କିନ୍ତୁ ସର୍ବନିମ୍ନ ପେନ୍ସନ୍ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରାଯିବ। UPS NPS ପରି ସମାନ ନିବେଶ ବ୍ୟବସ୍ଥା ବଜାୟ ରଖିବ କିନ୍ତୁ କର୍ମଚାରୀମାନଙ୍କୁ ସର୍ବନିମ୍ନ ପେନ୍ସନ୍ ସୁରକ୍ଷା ମଧ୍ୟ ପ୍ରଦାନ କରିବ, ଯାହା ଅବସର ପରେ ଏକ ସ୍ଥିର ଆୟ ସୁନିଶ୍ଚିତ କରିବ। ସରକାର ବିଶ୍ୱାସ କରନ୍ତି ଯେ ଏହି ମଡେଲ୍ କର୍ମଚାରୀ ଏବଂ ଅର୍ଥନୀତି ଉଭୟ ପାଇଁ ସନ୍ତୁଳିତ ହେବ।